ବେଦାନ୍ତ ବିରୁଦ୍ଧରେ ଗର୍ଜିଲେ ଟ୍ରକ୍ ମାଲିକ ସଂଘ ଦାବି ପୂରଣ ନ ହେଲେ ଆଇନ ଅମାନ୍ୟ ଆନ୍ଦୋଳନର ଚେତାବନୀ। ଲାଞ୍ଜିଗଡ଼ରେ ବେଦାନ୍ତ କମ୍ପାନୀ ସ୍ଥାପନ ହୋଇ ଦୀର୍ଘ ବର୍ଷ ବିତିଗଲା, ହେଲେ ଏଯାଏଁ ଲାଞ୍ଜିଗଡ଼ରେ ବିକାଶର ଛିଟା ବାଜିପାରିଲା ନାହିଁ। ବେଦାନ୍ତ କମ୍ପାନୀ ଆସିଲା ପରେ ଲୋକେ ଅଞ୍ଚଳର ବିକାଶର ସ୍ୱପ୍ନ ଦେଖିଥିଲେ। ଆମ ଭାଗ୍ୟ ପରିବର୍ତ୍ତନ ହେବ ବୋଲି ଲୋକେ ଧାର କରଜ ଓ ବ୍ୟାଙ୍କରୁ ଋଣ କରି ଟ୍ରକ୍ ଓ ହାଇୱା ଗାଡ଼ି କିଣିଲେ। କାରଖାନାରେ ଟ୍ରକ୍ ଲାଗିଲେ ଦି ପଇସା ଅର୍ଜନ କରି ପରିବାର ପ୍ରତିପୋଷଣ କରିବୁ, ଏମିତି ସ୍ୱପ୍ନ ଦେଖି ଲାଞ୍ଜିଗଡ଼ ଓ ମୁନିଗୁଡ଼ା ଅଞ୍ଚଳର ଲୋକେ ଶହ ଶହ ଗାଡ଼ି କିଣିଲେ। କମ୍ପାନୀରେ ଗାଡ଼ି ମଧ୍ୟ ଲାଗିଲା। ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଲା। ହେଲେ ଟ୍ରକ୍ ମାଲିକମାନେ ଦେଖିଥିବା ସ୍ୱପ୍ନ ଧୂଳିସାତ ହେବାକୁ ବସିଛି। ବକ୍ସାଇଟ୍ ଏରିଆରେ ଲାଗିଥିବା 200ରୁ ଉର୍ଦ୍ଧ୍ୱ ଟ୍ରକ୍ ବନ୍ଦ ହେବାର ଆଶଙ୍କା କରି ଲାଞ୍ଜିଗଡ଼ ମା ଭୈରବୀ ମାଲିକ ସଂଘ ବେଦାନ୍ତ ସମ୍ମୁଖରେ ଗର୍ଜନ ଛାଡ଼ିଛି। ବେଦାନ୍ତର ଏକ ଛତ୍ରବାଦ ନୀତିକୁ ବିରୋଧ କରି ଲାଞ୍ଜିଗଡ଼ରୁ ବିଶ୍ୱନାଥପୁର ଦୀର୍ଘ 16 କିଲୋମିଟର ଶତାଧିକ ଟ୍ରକ୍ ମାଲିକ ଓ ଡ୍ରାଇଭର ହେଲ୍ପର ଏକ ବିରାଟ ଶୋଭାଯାତ୍ରାରେ ବାହାରି ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରୁଛନ୍ତି। 2007 ମସିହାରୁ ଏହି ଟ୍ରକ୍ ମାଲିକମାନେ ବେଦାନ୍ତ କମ୍ପାନୀକୁ ବକ୍ସାଇଟ୍ ପରିବହନରେ ସହଯୋଗ କରି ଆସୁଛନ୍ତି। ଯେତେବେଳେ କମ୍ପାନୀର ନିଜସ୍ୱ ରେଳ ଲାଇନ୍ ନଥିଲା, ରାସ୍ତାଘାଟ ନଥିଲା, ସେତେବେଳଠୁ ଆମ ଗାଡ଼ି ସବୁ କାମ କରୁଛୁ। ଗାଡ଼ି ସବୁ ବନ୍ଦ ହୋଇଗଲେ ଆମେ ଋଣ ସୁଝିବୁ କେମିତି? ଶହ ଶହ ଡ୍ରାଇଭର ହେଲ୍ପର ନିଜ ଜୀବିକା ହରାଇବେ। ଆମର ଦାବି ଯଦି ପୂରଣ ନ ହୁଏ, ଆଗାମୀ ଦିନରେ ଅଖଚକ ସମ୍ପୂର୍ଣ୍ଣ ବନ୍ଦ କରି ବେଦାନ୍ତ ଗେଟ୍ ବନ୍ଦ କରି ଆଇନ ଅମାନ୍ୟ ଆନ୍ଦୋଳନ କରିବୁ ବୋଲି ଟ୍ରକ୍ ମାଲିକ ସଂଘ ସଭାପତି ଚନ୍ଦ୍ରଶେଖର ବେହେରା ଚେତାବନୀ ଦେଇଛନ୍ତି। ଏହି ଶୋଭାଯାତ୍ରାରେ ଟ୍ରକ୍ ମାଲିକ ସଂଘ ଉପସଭାପତି ବଟକୃଷ୍ଣ ପୃଷ୍ଟି, ସମ୍ପାଦକ ମହମ୍ମଦ ଆୟୁବ, କୋଷାଧ୍ୟକ୍ଷ ବଙ୍କିମଚନ୍ଦ୍ର ସାହୁ, ସୁରେଶ ଅଗ୍ରୱାଲ, ତରୁଣ ସାମଲ, ମୁରଲୀ ନାୟକ, ବୈଜକୃଷ୍ଣ କୌଶଲ୍ୟା, ଲିଙ୍ଗା ମାଝୀ, ସୁଭାଷ ହିଆଲ, ରଶ୍ମି ରଞ୍ଜନ ବେହେରା, ମୁକୁନ୍ଦ ହିଆଲ, ସୁବ୍ରତ ସାମଲ ପ୍ରମୁଖ ସାମିଲ ଥିଲେ। କଳାହାଣ୍ଡିରୁ ପ୍ରଭୁ ରଞ୍ଜନ ସାମଲ, ସୂର୍ଯ୍ୟାସ୍ତ ନ୍ୟୁଜ୍। ଆସୋସିଏସନର ଭାଇସ୍ ପ୍ରେସିଡେଣ୍ଟ ବଟକୃଷ୍ଣ ପୃଷ୍ଟି। ଆଜି ଏତେ ବର୍ଷ ପରେ ବେଦାନ୍ତର ବିରୋଧରେ ଆମେ ଏବେ ବି ଆମେ କୌଣସି ଆଚରଣ ଦେଖାଇନୁ, ଯେହେତୁ ଆମେ ବେଦାନ୍ତ ପାଇଁ ହିଁ ରୋଜିରୋଟି କମାଉଛୁ। କିନ୍ତୁ ଆମ ପ୍ରତି ଅନ୍ୟାୟ ହୋଇଥିବାରୁ ଆମେ ଏ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେବୁ। ଆଗକୁ ଏଇଟା ଜଷ୍ଟ ଆମର ଟେଲର ଥିଲା, ଆଗକୁ ଆମର ଆହୁରି କାର୍ଯ୍ୟକ୍ରମ ଷ୍ଟ୍ରଙ୍ଗ ହେବ, ଯେଉଁଟାକି ରାଜରାସ୍ତାକୁ ଓହ୍ଲାଇବା। କାହିଁକି ୟାର ଉଦ୍ଦେଶ୍ୟ ହେଲା, ଆମେ ପାଖାପାଖି 20 ବର୍ଷ ହେଲା ଆମେ ଆମର କାର୍ଯ୍ୟ କରିଆସୁଛୁ, ଯେଉଁଟାକି ବେଦାନ୍ତର ସେବାରେ ହିଁ କରିଆସୁଛୁ। କରୋନା ସମୟରେ ବି ଆମେ ଯେତେବେଳେ ଡ୍ରାଇଭରମାନେ ଘରୁ ବାହାରୁ ନଥିଲେ, ସେତେବେଳେ ଆମେ ଡ୍ରାଇଭରମାନଙ୍କୁ ଅନୁରୋଧ କରିକିରି ଘରୁ ବାହାର କରିକିରି ଯେଉଁଟାକି କାମ କରୁଥିଲେ, ଆଉ ସେ ଅନୁରୋଧ କ୍ରମେ ସେ କାମ କଲା ପରେ ସେମାନେ ଘରକୁ ଯାଇପାରୁନଥିଲେ। ସେ ସମୟରେ ଆମେ ତାଙ୍କୁ ଅନ୍ୟତ୍ର ଗୋଟେ ଜାଗା ଦେଇକିରି ରଖିକିରି 7 ଦିନ 8 ଦିନ ସେମାନଙ୍କୁ ଖାଇବାକୁ ଦେଇକିରି କାମ ଚଲେଇଥିଲୁ, ଯେଉଁଟାକି ବେଦାନ୍ତ ବନ୍ଦ ହୋଇଯାଇଥାନ୍ତା। ସେତେବେଳେ ଆମେ ବହୁତ ସହଯୋଗ କରିଛୁ, କିନ୍ତୁ ସେତେବେଳେ ବି ଆମର ସେ କଥା ଶୁଣିଲେନି। ସେତେବେଳେ ବି ତାପରେ ବି ଆମକୁ ତାଙ୍କର ପ୍ରଶାସନ ବେଦାନ୍ତର ଯେଉଁ କାର୍ଯ୍ୟକ୍ରମରେ ଥିଲେ, ସେମାନେ ଆମକୁ କହିଛନ୍ତି ଯେ ଗାଡ଼ି ବଢ଼ାଅ, हम ବହୁତ କାମ ଦେंगे। କିନ୍ତୁ ଆଜି ଦେଖିଲା ବେଳକୁ ଆମର ଗାଡ଼ି ବଢ଼ିଗଲା, ଲୋକ ଆମର ମାଲିକ ବଢ଼ିଗଲେ, କିନ୍ତୁ ଆମକୁ କାମ ନାହିଁ। ଯେଉଁଟାକି ଆମର ଟ୍ରାନ୍ସପୋର୍ଟ କରୁଥିଲୁ ଆମେ ଗାଡ଼ିରେ, ସେ ଗାଡ଼ି ଗୁଡ଼ାକ ବନ୍ଦ କରିକିରି ସେ କନଭର ବେଲ୍ଟରେ ଆମେ ଆରମ୍ଭ କରିବୁ, ଯେଉଁଟାକି ଜାନୁଆରୀ ଲାଷ୍ଟ କିମ୍ବା ଫେବୃଆରୀ ଫାର୍ଷ୍ଟ ୱିକ୍ରେ। ସେଇଥିପାଇଁ ଆମେ ଏଇଠିକି ଆସିଛୁ, ଯେଉଁଟାକି କଲେକ୍ଟରକୁ ମେମୋରିଆଲ ଦେଇଛୁ ବିଡ଼ିଓଙ୍କ ମାଧ୍ୟମରେ। କେତେ ଖଣ୍ଡ ଗାଡ଼ି ବନ୍ଦ ହେବାର ଆମର 300 ଖଣ୍ଡେ ଗାଡ଼ି ଅଛି, ଯେଉଁଟାକି ବନ୍ଦ ହୋଇଯିବ। ଆମେ ପ୍ରାୟ 4-5 ହଜାର ଲୋକ ରୋଜିରୋଟି ହରାଇବେ। ଇନଡାଇରେକ୍ଟଲି 10,000 ଲୋକ ଆମର ମାନେ ଅସୁବିଧାରେ ପଡ଼ିବେ। ଏହାକୁ ଯଦି କୌଣସି ଆମେ ରାଜରାସ୍ତାକୁ ଓହ୍ଲାଇବୁ। ବେଦାନ୍ତ ଭୈରବ ମାଲିକ ସଂଘ, ଗାଡ଼ି ମାଲିକ ସଂଘ सरकार पाखे दाबी रखुचु। विडीओ महोदय को जाकर स्मारकपत्र देवु रैली माध्यम। यहाँ अंचलवासी प्रति अति दुखदायक। ये गाड़ी मोटर सब आनिकी बैंक रे सुना रूपा बंधा टंका देकर लोक मैंने मालिक मैंने गाड़ी आनीचन। वर्तमान से गाड़ी को बंद करदेवा कन्भर चलेवा वेदांत, किंतु तार प्रतिक्रिया किसी तार विकल्प पंथा ग्रहण करने दरकार। वेदांत अद्यावधि करूनी, तेणुक केवल खाली मुद्रा उपार्जन रे वेदांत कर्तृपक्ष माने लगी पड़ी। आमे खाली प्रदूषण भोगुचु, ये अंचल विकास होनी एवं प्रत्येक क्षेत्र में देख एंगेजमेंट थ्रू जे लोकल स्थायी नियुक्ति, तापरे ये अंचल पारिपार्श्विक उन्नति कौन सी प्रकार करूनी, सब ठप हो जाए आस्ते आस्ते। किंतु मालिक
कहते मोर सब प्रकार विधि व्यवस्था पेरीफेरी डेवलपमेंट हो किंतु ये ऑफिसर माने मन उणा करुचंती ए अंचलवासी को उठा स्ट्राइक कि आज स्ट्राइक काଣା कहबे मोर ना हूँ लिंगराज माझी मुई विस्थापित परिवार घर द्वार जमीन बाड़ी हरईची जहाँफल मोर कौन चाकरी बाकरी नाई ना गाड़ी 2-3 खंड रखी बर्तमान शुणवा को पाऊँ वेदांत से गाड़ी को बंद कर दे कन्वेयर बेल्ट लगेब बोली कहूँ जदि कन्वेयर बेल्ट लगेब ताहले आम मैंने बहुत असुविधा हेब आमर कौन प्रकार रोजी रुटी नाई ना जदि आगामी दिन रे बंद करिबो ताहले आमे राजरास्ता रे उलेबा को बाध्य हेबु।